ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ କହିଦେବି ପାଇଖାନା ଆପ୍ଲାଏ କେମିତି କରିବେ। ତ ବିନା ସ୍କିପ୍ ଭିଡ଼ିଓ ଭିଡ଼ିଓ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖ। ଫାଷ୍ଟ କରି ମୁଁ ଡକ୍ୟୁମେଣ୍ଟ କ'ଣ ଦରକାର ମୁଁ କହିଦେଉଛି। ଆଧାର କାର୍ଡ଼ ୱିଥ୍ ବ୍ୟାଙ୍କ ପାସବୁକ୍ ଦରକାର ହେଉଛି। ଆପଣମାନେ ନିଜ ମୋବାଇଲ ଚାହିଁଲେ ମଧ୍ୟ ଆପ୍ଲାଏ ମଧ୍ୟ କରିପାରିବେ। ଏବଂ ଯେଉଁମାନେ ବି ଆପ୍ଲାଏ କରିପାରୁନାହାନ୍ତି ନିଜ ମୋବାଇଲରେ ନିହାତି ଭାବରେ ମୋତେ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇକି ମୋତେ ଆପଣଙ୍କର ଆଧାର କାର୍ଡ଼ ଯାହାର ବି ଆପ୍ଲାଏ କରିବାକୁ ଚାହୁଁଛନ୍ତି ତାର ଆଧାର କାର୍ଡ଼ ୱିଥ୍ ବ୍ୟାଙ୍କ ପାସବୁକ୍ ମୋତେ ସେଣ୍ଡ କଲେ ମୁଁ ମଧ୍ୟ ଆପ୍ଲାଏ କରିଦେବି। ତ ଖାସ୍ କରି ଆପଣ ନିଜ ମୋବାଇଲରେ ମଧ୍ୟ ଆପ୍ଲାଏ କରିପାରିବେ। ଫାଷ୍ଟ ଟାଇମ୍ ଆମ ଚ୍ୟାନେଲକୁ ଭିଜିଟ୍ କରିଥିଲେ ନିହାତି ଭାବରେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍ ଅଲ୍ କ୍ଲିକ୍ କରିବେ ଏମିତି ଭଲ ଭଲ ରିଲେଟେଡ୍ ଭିଡ଼ିଓ ପାଇବା ପାଇଁ। ତ ଫାଷ୍ଟ କରିବା କେମିତି ଆବେଦନ କରିବେ ଫାଷ୍ଟ କରି ମୁଁ ତୁମକୁ କହିଦେଉଛି। ନିଜ ମୋବାଇଲରେ କ୍ରୋମ୍ ବ୍ରାଉଜର କିମ୍ବା ଗୁଗୁଲ ଓପନ୍ କରିବେ, ସର୍ଚ୍ଚ କରିବେ ସ୍ୱଚ୍ଛ ଭାରତ ମିଶନ। ସ୍ୱଚ୍ଛ ଭାରତ ମିଶନ ସର୍ଚ୍ଚ କରିସାରିବା ତଳୁ ଆସିଥିବା ଲେଖା ହେଇଥିବ ରେଜିଷ୍ଟ୍ରେସନ ଅପସନ୍। ରେଜିଷ୍ଟ୍ରେସନ ଉପରେ କ୍ଲିକ୍ କରିବେ। ରେଜିଷ୍ଟ୍ରେସନ ଅପସନ୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣଙ୍କୁ ମୋବାଇଲ ନମ୍ବର ଦେବାକୁ ପଡ଼ିବ। ମୋବାଇଲ ନମ୍ବର ଦେଇସାରିଲା ପରେ ଗେଟ୍ ଓଟିପିରେ କ୍ଲିକ୍ କରିବ। ଓଟିପି ଗୋଟେ ଆସିବ, ଲଗଇନ୍ ଉପରେ କ୍ଲିକ୍ କରିବ, ଲଗଇନ୍ ହେଇଯିବ। ଲଗଇନ୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣମାନେ ପୁଣି ଆପଣ ଗୁଗୁଲରେ ସ୍ୱଚ୍ଛ ଭାରତ ମିଶନ ଉପରେ କ୍ଲିକ୍ କରିବେ। ଲଗଇନ୍ ଅପସନ୍ ଅଛି, ଲଗଇନ୍ ଅପସନ୍ ଉପରେ କ୍ଲିକ୍ କରିବେ। ଠିକ୍ ଅଛି। ଲଗଇନ୍ ଅପସନ୍ ଉପରେ କ୍ଲିକ୍ କରିଦେବ। ଭିଡ଼ିଓ ଫାଷ୍ଟ ଷ୍ଟେପ୍ ବାଇ ଷ୍ଟେପ୍ ଶୁଣ। ଯଦି ବି କୌଣସି ଡାଉଟ୍ ରହୁଛି ନିହାତି ଭାବରେ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇକି ମୋତେ ମେସେଜ୍ କରିପାରିବ। ଆଉ ଯେଉଁମାନେ ମୋବାଇଲରେ ଆବେଦନ କରିପାରୁନ ତ ନିହାତି ଭାବରେ ଆପଣମାନେ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇକି ମୋତେ ମେସେଜ୍ କରିଦେବ। ଯାହାର ବି ଆବେଦନ ଯାହାର ବି ଆବେଦନ କରିବାକୁ ଚାହୁଁଛ ତାଙ୍କର ଆଧାର କାର୍ଡ଼ ୱିଥ୍ ପାସବୁକ୍ ମୋତେ ସେଣ୍ଡ କରିଦେବ, ମୁଁ ମଧ୍ୟ ଆପ୍ଲାଏ କରିଦେବି। ତ ଲଗଇନ୍ କରିସାରିଲା ପରେ ଏଠି ମୋବାଇଲ ନମ୍ବର ଦେଇକି ଗେଟ୍ ଓଟିପିରେ କ୍ଲିକ୍ କରିକି ଏଠି ଓଟିପି ଦେଇସାରିଲା ପରେ ଯେଉଁ କ୍ୟାପଚା ରହିଛି କ୍ୟାପଚା ଦେଇକି ସାଇନ୍ ଇନ୍ ଉପରେ କ୍ଲିକ୍ କରିଦେବ। ତ ରେଜିଷ୍ଟ୍ରେସନ୍ କଲାବେଳେ ଆପଣଙ୍କର ଡିଷ୍ଟ୍ରିକ୍ଟ ନେମ୍ କ'ଣ, ଆପଣଙ୍କର ଗ୍ରାମ ପଞ୍ଚାୟତ ନାଁ କ'ଣ, ସବୁ କିଛି ଡିଟେଲ୍ସ ମାଗିବ ଆପଣମାନେ ଦେଇଦେବେ। ଦେଇସାରିଲା ପରେ ଲଗଇନ୍ କରିସାରିଲା ପରେ ଆପଣମାନେ ଏ ଯେଉଁ ଥ୍ରୀ ଡଟ୍ ଅଛି ଥ୍ରୀ ଡଟ୍ ଉପରେ କ୍ଲିକ୍ କରିବେ। ଥ୍ରୀ ଡଟ୍ ଉପରେ କ୍ଲିକ୍ କରିସାରିଲା ପରେ ଏଠି ଗୋଟେ ଅପସନ୍ ଥିବ ନ୍ୟୁ ଆପ୍ଲିକେସନ୍। ଠିକ୍ ଅଛି। ତ ନ୍ୟୁ ଆପ୍ଲିକେସନ୍ ଉପରେ କ୍ଲିକ୍ କରିବେ। ତ ନ୍ୟୁ ଆପ୍ଲିକେସନ୍ ଉପରେ କ୍ଲିକ୍ କରିସାରିଲା ପରେ ଫାଷ୍ଟ କରି ଆପଣମାନେ ମଧ୍ୟ ପଢ଼ିପାରିବେ ସବୁ କିଛି ଡିଟେଲ୍ସ। ତ ତାପରେ ଏଇଟା ମୁଁ କାଟି ଦେଉଛି। କାଟି ସାରିଲା ପରେ ତୁମକୁ କ'ଣ ସବୁ ଡିଟେଲ୍ସ ଦେବାକୁ ପଡ଼ିବ ଫାଷ୍ଟ କରି ମୁଁ ତୁମକୁ କହିଦେଉଛି। ଫାଷ୍ଟ କରିକି ଆପଣ ଷ୍ଟେଟ୍ ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବେ, ବ୍ଲକ ପଞ୍ଚାୟତ ଭିଲେଜ, ତାପରେ ଆପଣଙ୍କର ହାବିଟେସନ୍ ନେମ୍ ଓକେ ସିଲେକ୍ଟ କରିବେ। ତାପରେ ଆପଣଙ୍କର ଆଧାର କାର୍ଡ଼ ଥ୍ରୋରେ ଯେଉଁ ନାଁ ଅଛି ଦେବେ, ତାର ଆଧାର କାର୍ଡ଼ ନମ୍ବର ଦେବେ, ଭେରିଫାଇ କରିବେ। ଆପଣଙ୍କର ଫାଦର୍ସ କିମ୍ବା ହଜବେଣ୍ଡ ନେମ୍ ଦେବେ। ତା ଜେଣ୍ଡର ସିଲେକ୍ଟ କରିବେ, କାଟାଗୋରୀ ସବ୍ କାଟାଗୋରୀ, ତାର କାର୍ଡ଼ ଟାଇପ୍ ହେଲା କାର୍ଡ଼ ନମ୍ବର ଦେଇଦେବେ। ତାର ଆପଣଙ୍କ ମୋବାଇଲ ନମ୍ବର, ଇମେଲ୍ ଆଇଡ଼ି, ଆଡ୍ରେସ୍ ଦେଇକି ଆଉ IPS କୋଡ଼୍, ବ୍ୟାଙ୍କ ନେମ୍ ଆଉ ବ୍ରାଞ୍ଚ ଅଫ୍ ବ୍ୟାଙ୍କ କେଉଁ ବ୍ୟାଙ୍କରେ ଆପଣଙ୍କର ଖୋଲିଛନ୍ତି ଆକାଉଣ୍ଟ, କେଉଁ ବ୍ରାଞ୍ଚ ଓକେ, ବ୍ରାଞ୍ଚ ଆଡ୍ରେସ୍, ବ୍ୟାଙ୍କ ଷ୍ଟେଟ୍, ବ୍ୟାଙ୍କ ଡିଷ୍ଟ୍ରିକ୍ଟ, ଆକାଉଣ୍ଟ ନମ୍ବର, କନଫର୍ମ ଆକାଉଣ୍ଟ ନମ୍ବର ଆଉ ଆପଣଙ୍କର ବ୍ୟାଙ୍କ ପାସବୁକ୍ ଅପଲୋଡ଼ କରିଦେବେ। ଠିକ୍ ଅଛି। ତ ଫାଷ୍ଟ କରି ମୁଁ ତୁମକୁ କହିଦେଉଛି କିଛି କିଛି ଲୋକମାନେ ଡାଉଟ୍ ରହୁଛି ବ୍ୟାଙ୍କ ଷ୍ଟେଟ୍ ମାନେ କ'ଣ। ଯେଉଁ ଷ୍ଟେଟ୍ରେ ଆପଣଙ୍କର ବ୍ୟାଙ୍କ ଅଛି, ଧର ଆମ ଓଡ଼ିଶା ଷ୍ଟେଟ୍ରେ ବ୍ୟାଙ୍କ ଅଛି ତ ଓଡ଼ିଶା ଲେଖିଦେବେ। ବ୍ୟାଙ୍କ ଡିଷ୍ଟ୍ରିକ୍ଟ ମଧ୍ୟ ଯେଉଁ ଡିଷ୍ଟ୍ରିକ୍ଟରେ ଆପଣଙ୍କର ବ୍ୟାଙ୍କ ଅଛି ଦେଇଦେବେ। ବ୍ୟାଙ୍କ ବ୍ରାଞ୍ଚ ମାନେ ଯେଉଁଠି ବ୍ୟାଙ୍କ ବ୍ରାଞ୍ଚ ବିଲଙ୍ଗସ୍ କରୁଛନ୍ତି। ସପୋଜ୍ ଆପଣଙ୍କ ଡିଷ୍ଟ୍ରିକ୍ଟ ଖୋର୍ଦ୍ଧା ତ ଖୋର୍ଦ୍ଧାରେ ସେଇ ବ୍ରାଞ୍ଚ ଅଛି ସେଇ ବ୍ୟାଙ୍କ ଆପଣମାନେ ଖୋର୍ଦ୍ଧା ଦେଇପାରିବେ। ଓକେ। ତ ସେଇଭଳି ଆପଣମାନେ ପୁରା ସିମ୍ପଲ୍ ଜିନିଷ ଆପଣମାନେ ସିଲେକ୍ଟ କରିପାରିବେ। ବର୍ତ୍ତମାନ ଟାଇମ୍ ତୁମକୁ ଦେଖାଇ ଦେଉଛି। ସିଲେକ୍ଟ କରିସାରିଲା ପରେ ଲାଷ୍ଟକୁ ଏଇଠି କ'ଣ କରିବେ ନା ଯେଉଁ ଆପ୍ଲାଏ ଅପସନ୍ ଅଛି ଆପ୍ଲାଏ ଅପସନ୍ ଉପରେ କ୍ଲିକ୍ କରିବେ। ଆପ୍ଲାଏ ଅପସନ୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣଙ୍କର ଆପ୍ଲାଏ ହେଇଯିବ। ତ ଫାଷ୍ଟ କରିକି ମୁଁ ଦେଖି ଆପ୍ଲାଏ ହେଇସାରିଲା ପରେ ଆପଣମାନେ ପୁଣି ଥ୍ରୀ ଡଟ୍ ଉପରେ କ୍ଲିକ୍ କରିବେ। ଥ୍ରୀ ଡଟ୍ ଉପରେ କ୍ଲିକ୍ କରିସାରିଲା ପରେ ଭିୟୁ ଆପ୍ଲିକେସନ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣମାନେ ଆପ୍ଲିକେସନ୍ କରିବେ, ଆପ୍ଲିକେସନ୍ ଦେଖିପାରିବେ। ନହେଲେ ତାଙ୍କର ଫଟୋ ମଧ୍ୟ ଆପଣମାନେ ଫଟୋ ମଧ୍ୟ ଦେଇପାରିବେ। କେବଳ ଏଥିରେ କିଛି ବି ଦରକାର ନାହିଁ, କେବଳ ପାସବୁକ୍ ଗୋଟେ ଅପଲୋଡ଼ କରୁଛି। ଆପଣମାନେ ମଧ୍ୟ ଫଟୋ ଉଠେଇକି ମଧ୍ୟ ଗୋଟେ ଭଲ ଫଟୋ ଉଠେଇକି ମଧ୍ୟ ଆପଣମାନେ ପାସବୁକ୍ ଏଇଠି ଅପଲୋଡ଼ କରିକି ଆପ୍ଲାଏ ମଧ୍ୟ କରିପାରିବେ। ଆପଣମାନେ ଚାହିଁଲେ ମଧ୍ୟ ଆପଣ ଯେକୌଣସି ଜଣ ଯାହାର ବି ଚାହିଁଲେ ମଧ୍ୟ ଆପଣମାନେ ଆପ୍ଲାଏ କରିପାରିବେ। ବହୁତ ସିମ୍ପଲ୍ ୱେ ରହୁଛି। ଯଦି ବି ଆପ୍ଲାଏ କରିପାରୁନ ଟେନସନ୍ ହେବା କିଛି ଦରକାର ନାହିଁ। ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇକି ମୋତେ ମେସେଜ୍ କରିଦିଅ ଆଧାର କାର୍ଡ଼ ୱିଥ୍ ବ୍ୟାଙ୍କ ପାସବୁକ୍ ସହିତ ମୁଁ ମଧ୍ୟ ଆପ୍ଲାଏ କରିଦେବି। ଓକେ। ତ ଆଶା କରୁଛି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହେଇଥାଏ। ନିହାତି ଭାବରେ ସାଙ୍ଗମାନଙ୍କ ସହିତ ମଧ୍ୟ ସେୟାର କରନ୍ତୁ, ସାଙ୍ଗମାନେ ମଧ୍ୟ ଜାଣିପାରିବେ। ଓକେ। ବହୁତ ମାତ୍ରାରେ ସେୟାର କରନ୍ତୁ, ସମସ୍ତେ ମଧ୍ୟ ଜାଣିପାରିବେ। ତ ଆଶା କରୁଛି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହେଇଥାଏ। ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ ଏମିତି ଭଲ ଭଲ ଅପଡ଼େଟ୍ ମଧ୍ୟ ପାଇବା ପାଇଁ। ତ ରହୁଛି ଦେଖା ହେବା ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ।